ଆଶାର ଦୀପାଳି। ସକାଳ ସୂର୍ଯ୍ୟଙ୍କ ସୁନେଲି କିରଣ ସାରା ଆକାଶରେ ବିଛାଡ଼ି ହୋଇ ପଡ଼ିଥାଏ। ଅମ୍ବା ଗ୍ରାମର ପିଲାମାନେ ରାଜପୁର ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଥିଲେ। ରାଜପୁରରେ ରାଜଶେଖରଙ୍କର ଗୋଟିଏ ବାଣ ତିଆରି କାରଖାନା ଥାଏ। ରାଜଶେଖର ଲଣ୍ଡନରେ ରହନ୍ତି ଓ ତାଙ୍କର ଅନ୍ୟାନ୍ୟ ବ୍ୟବସାୟ କଥା ସେଠାରେ ବୁଝନ୍ତି। ଚନ୍ଦ୍ରମୋହନ ତାଙ୍କର ମ୍ୟାନେଜର ଭାବରେ ରାଜପୁରରେ କାମ କରେ। କାରଖାନାରେ ବୟସ୍କ ଲୋକଙ୍କୁ ନିଯୁକ୍ତି ଦେଲେ ଅଧିକ ମଜୁରୀ ଦେବାକୁ ପଡ଼ିବ ଭାବି ସେ କାରଖାନାରେ ଛୋଟ ପିଲାଙ୍କୁ ନିଯୁକ୍ତି ଦେଇଥାଏ। ଚନ୍ଦ୍ରମୋହନ ପିଲାମାନଙ୍କୁ ଖୁବ୍ କମ୍ ପାରିଶ୍ରମିକ ଦିଏ। ଦୀପାବଳି ପାଖେଇ ଆସୁଥିବାରୁ ମ୍ୟାନେଜର ଅଧିକ ପିଲାଙ୍କୁ କାମରେ ଲଗାଇଥାଏ। ଅମ୍ବା ଗ୍ରାମର ମୋହନ, କୃଷ୍ଣ, ସୀତା, ଜନସନ, ଅଫଜଲଙ୍କୁ ଛାଡ଼ି ଆହୁରି 7 ଜଣ ପିଲା କଳକାରଖାନାରେ କାମ କରନ୍ତି। ସେମାନଙ୍କର ବୟସ 10 ରୁ 15 ବର୍ଷ ଭିତରେ ହେବ। ସେମାନଙ୍କର ରୋଜଗାର ଉପରେ ବାପା ମା ନିର୍ଭର କରନ୍ତି। ସେମାନଙ୍କ ପରି ଆଖପାଖ ଗାଁର ଆହୁରି 50-60 ପିଲା ବି ସେଇ କାରଖାନାରେ କାମ କରନ୍ତି। ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥକୁ ମିଶାଇବା ବେଳେ ହାତରେ ଗୋଳାଇବାକୁ ହୁଏ। ସେଥିପାଇଁ ଅଫଜଲର ଆଙ୍ଗୁଠିର ଚମଡ଼ା ବାହାରିଗଲା ପରି ମନେ ହେଉଥାଏ। ସତରେ କି ଆଙ୍ଗୁଠି ସବୁ ପୋଡ଼ି ଯାଇଛି। ପ୍ରଥମେ ପ୍ରଥମେ ହାତରେ ରବରର ଦସ୍ତାନି ଲଗାଇବାକୁ ଦିଆଯାଉଥିଲା, କିନ୍ତୁ କିଛି ଦିନ ପରେ ସେଗୁଡ଼ିକ ନଷ୍ଟ ହୋଇଗଲା। ମାତ୍ର ମ୍ୟାନେଜର ସେମାନଙ୍କୁ ନୂଆ ଦସ୍ତାନା କିଣିଦେଲେ ନାହିଁ। ହାତରେ ଯନ୍ତ୍ରଣା ହେଉଥିଲା। ଯନ୍ତ୍ରଣାରେ ଅଧୀର ହୋଇ ଅଫଜଲ କାମ ବନ୍ଦ କରିଦେଲା ଓ ସେଇ ପାଖରେ ଟିକିଏ ଠିଆ ହୋଇପଡ଼ିଲା। ଏଇ ସମୟରେ ଟେଲିଫୋନର ଘଣ୍ଟି ବାଜିଲା। ମ୍ୟାନେଜର ଚନ୍ଦ୍ରମୋହନ ଫୋନ୍ ଉଠାଇ ପଚାରିଲା, ଆପଣ କିଏ କହୁଛନ୍ତି? ସେପଟର ସ୍ୱର ଶୁଣିବା ମାତ୍ରେ ଚନ୍ଦ୍ରମୋହନ ଦବିଗଲା। ତାପରେ ମୁହଁରେ ମିଛ ହସ ଖେଳାଇ ସେ କହିଲା, ନମସ୍କାର ଆଜ୍ଞା। ଆପଣ ପୂରା ନିଶ୍ଚିନ୍ତ ରୁହନ୍ତୁ। ଏବେ ଅଳ୍ପ ଦିନ ତଳେ ମୁଁ ସମସ୍ତଙ୍କର ଦରମା ବଢ଼େଇ ଦେଇଛି। ସବୁ ମଜଦୁର ଖୁସି ଅଛନ୍ତି। ଆପଣ ସେଠାକାର କଥା ବୁଝନ୍ତୁ। ଏଠିକି ଆସି କାହିଁକି ବୃଥାରେ ସମୟ ନଷ୍ଟ କରିବେ? ଅଫଜଲ କବାଟ ପାଖରେ ଠିଆ ହୋଇ ଏଇ କଥାବାର୍ତ୍ତା ଶୁଣୁଥିଲା। ସେ ବୁଝିପାରିଲା ଯେ ଯେଉଁ ଅନ୍ୟ ଲୋକ ଜଣକ ସେପଟୁ ଫୋନରେ କଥା ହେଉଥିଲେ ସେ ହେଉଛନ୍ତି ନିଜେ କାରଖାନା ମାଲିକ। ସଞ୍ଜ ବେଳକୁ ଘରକୁ ଫେରିବା ସମୟରେ ଅଫଜଲ କାନ ପାଖରେ ମ୍ୟାନେଜରର କଥା ଗୁଞ୍ଜୁରି ହେଉଥାଏ। ସେଇ କଥାବାର୍ତ୍ତାରୁ ସେ ଜାଣିପାରୁଥିଲା ଯେ ମାଲିକ ନିଶ୍ଚୟ ଜଣେ ଭଲ ଲୋକ। ସେ ସ୍ଥିର କଲା ଯେମିତି ବି ହେଉ ମାଲିକଙ୍କୁ ଏଠାକାର ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ପଡ଼ିବ। ସେ ଏହି ରହସ୍ୟ ସୀତାକୁ କହିଲା। ସୀତାକୁ 11 ବର୍ଷ। ଅଫଜଲ ଠାରୁ ବର୍ଷେ ବଡ଼। 2 ବର୍ଷ ସ୍କୁଲକୁ ପାଠ ପଢ଼ି ଯାଇଥିଲା। ଅଫଜଲର ପରାମର୍ଶ ଅନୁସାରେ ସୀତା କାରଖାନାର ମାଲିକଙ୍କ ପାଖକୁ ଏକ ଚିଠି ଲେଖିଲା। ସେଥିରେ ଅନୁରୋଧ ଜଣାଇଲା ଯେ ସେ ଥରେ କାରଖାନାକୁ ଆସି ନିଜେ କାରଖାନାର ଦୁଃସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରନ୍ତୁ। ଅଫଜଲ ଚିଠିରେ ଦସ୍ତଖତ କଲା। ତା ପରଦିନ କୌଣସି କାରଣରୁ ସୀତା ଡେରିରେ ଆସିଲା। ମ୍ୟାନେଜର ଯେତେବେଳେ ତାକୁ ଗାଳିମନ୍ଦ କରୁଥିଲେ ସେତିକିବେଳେ ଅଫଜଲ ଧୀରେ ତାଙ୍କ କୋଠରୀ ଭିତରକୁ ପଶିଗଲା। ସେ ସାରା କୋଠରୀ ଉପରେ ତା ନଜର ପକାଇ ଆଣି ଆଗକୁ ତାକୁ କ'ଣ କରିବାକୁ ହେବ ସ୍ଥିର କଲା। କୃଷ୍ଣ କିଛି କହିବାକୁ ଯାଉଥିବା ବେଳେ ଅଫଜଲ କହିଲା, ଆମେ ସବୁ ବାହାରିବା ବେଳକୁ ସୀତା ଶୋଇଥିଲା। ଯାହା ହେଉ, ଏଇମିତି ଭୂତଙ୍କ ପରି ଠିଆ ହୋଇଛ କ'ଣ? ଯାଅ, ଯିଏ ଯାହା କାମରେ ଲାଗିପଡ଼। ମ୍ୟାନେଜର ସେଠାରେ ଠିଆ ହୋଇ ପିଲାମାନଙ୍କୁ ଏଇମିତି ଗାଳିମନ୍ଦ କରୁଥାଏ। ଅଫଜଲ ଏଇ ସୁଯୋଗରେ ପଛବାଟେ ତା କୋଠରୀ ଭିତରକୁ ପଶିଗଲା। ଟେବୁଲ ଉପରେ ଗୋଟିଏ ବଡ଼ ରେଜିଷ୍ଟ୍ରାର ପଡ଼ିଥିବାର ଦେଖିଲା। ସେ ଭାବିଲା ଯେ ଏଇଟା ହିସାବ ଖାତା ହୋଇଥିବ। ସେ ତା ପକେଟରୁ ଗୋଟିଏ ଚିଠି ତରବରରେ ବାହାର କରି ଚୁପଚାପ ସେଇ ଖାତା ଭିତରେ ରଖିଦେଲା। ଦିନେ ସକାଳେ କାରଖାନା ଆଗରେ ଗୋଟିଏ ବଡ଼ ସୁନ୍ଦର ମଟର ଗାଡ଼ି ଥୁଆ ହୋଇଥିବାର ଦେଖି ପିଲାମାନେ ଆଶ୍ଚର୍ଯ୍ୟ ହୋଇଗଲେ। ପିଲାମାନଙ୍କୁ ଦେଖିବା କ୍ଷଣି ମ୍ୟାନେଜର ବ୍ୟତିବ୍ୟସ୍ତ ହୋଇ ଧାଇଁ ଆସିଲା ଓ ସେମାନଙ୍କୁ କାରଖାନା ପଛ ଆଡ଼କୁ ଡାକିଲା। କହିଲା,
ଆଜି ତୁମେ ସବୁ ଘରକୁ ପଳାଅ। ଆମ ମାଲିକ ରାଜଶେଖର ଆସିଛନ୍ତି। ସେ ତୁମମାନଙ୍କୁ ଦେଖିଲା ମାତ୍ରେ ବାହାର କରିଦେବେ। ଗୋଟିଏ କାମ କରେ, ତୁମେ ତାଙ୍କ କ୍ରୋଧରୁ ବଞ୍ଚିପାରିବ। ତାଙ୍କୁ କହିବ, ଆମ ମ୍ୟାନେଜର ଖୁବ୍ ଭଲ ଲୋକ। ଅକସ୍ମାତ୍ ରାଜଶେଖର ସେଠାରେ ପହଞ୍ଚି ଯାଇ କହିଲେ, ଏଠାରେ କ'ଣ ହେଉଛି? ପିଲାମାନଙ୍କର ଏଠି କାମ କ'ଣ? ଅଫଜଲ କିଏ? ପିଲାମାନେ ଅଫଜଲକୁ ଚିହ୍ନାଇ ଦେଲେ। ଆସ ଅଫଜଲ, ଡରିବାର କିଛି ନାହିଁ। ତା ଆଙ୍ଗୁଠି ସବୁ ଦେଖି କହିଲେ, ଆରେ ତୁମ ଆଙ୍ଗୁଠି କିପରି ପଡ଼ିଗଲା? ଅନ୍ୟ ପିଲାମାନେ ନିଜ ନିଜର ହାତ ଦେଖାଇଲେ ଓ କାରଣ କହିଲେ। ମ୍ୟାନେଜର ଲଜାରେ ମୁଣ୍ଡ ତଳକୁ କରି ଠିଆ ହୋଇଥାଏ। ରାଜଶେଖର ପିଲାମାନଙ୍କୁ କହିଲେ, ତା ତରଫରୁ ତୁମମାନଙ୍କୁ ମୁଁ କ୍ଷମା ମାଗୁଛି। ତୁମମାନଙ୍କ ପାଇଁ ମୁଁ ଗୋଟିଏ ବିଦ୍ୟାଳୟ ଖୋଲିବି। ତୁମମାନଙ୍କର ପାଠପଢ଼ାର ବନ୍ଦୋବସ୍ତ କରାଇବି। ଶିକ୍ଷିତ ହେଲେ ତୁମମାନଙ୍କ ପ୍ରତି ଯେପରି ଅନ୍ୟାୟ ଅତ୍ୟାଚାର ନ ହୁଏ ସେ ସମ୍ବନ୍ଧରେ ତୁମେ ନିଜେ ସଚେତନ ହୋଇପାରିବ।